12 ଅଗଷ୍ଟରେ ବଡ଼ ସୂର୍ଯ୍ୟପରାଗ ଆକାଶରେ ଛାଇବ ଅନ୍ଧକାର। ଜାଣନ୍ତୁ ଭାରତରେ କଣ ରହିବ ପ୍ରଭାବ। ନମସ୍କାର ଦର୍ଶକ ବନ୍ଧୁ, ଆକାଶରେ ଘଟିବାକୁ ଯାଉଛି ଏକ ବିରଳ ଓ ରୋମାଞ୍ଚକର ମହାଜାଗତିକ ଘଟଣା। ଆସନ୍ତା 12 ଅଗଷ୍ଟ 2026 ବୁଧବାର ଦିନ ଦେଖାଯିବ ବର୍ଷ 2026ର ଦ୍ୱିତୀୟ ସୂର୍ଯ୍ୟପରାଗ ଏବଂ ଏହା ହେବ ଏକ ପୂର୍ଣ୍ଣ ସୂର୍ଯ୍ୟପରାଗ। ନାସାର ସୂଚନା ଅନୁସାରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗର ପଥ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ରୁଷିଆ, ଉତ୍ତର ସ୍ପେନ ଏବଂ ଆଟଲାଣ୍ଟିକା ଅଞ୍ଚଳ ଦେଇ ଯିବ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ, ଭାରତରୁ କଣ ଏହି ସୂର୍ଯ୍ୟପରାଗ ଦେଖାଯିବ? ଏହାର ଉତ୍ତର ହେଉଛି ନା। ଭାରତରେ ଯେତେବେଳେ ଏହି ଗ୍ରହଣ ଘଟିବ ସେତେବେଳେ ସୂର୍ଯ୍ୟ ଆକାଶରେ ନଥିବେ। ଭାରତୀୟ ସମୟ ଅନୁସାରେ ଗ୍ରହଣର ସମୟ ପ୍ରାୟ ରାତି 9:45ରୁ ଆରମ୍ଭ ହୋଇ 13 ଅଗଷ୍ଟ ଭୋର ପ୍ରାୟ 2:15 ପର୍ଯ୍ୟନ୍ତ ରହିବ। ତେଣୁ ଭାରତର କୌଣସି ସ୍ଥାନରୁ ଏହାକୁ ଆକାଶରେ ସିଧାସଳଖ ଦେଖି ହେବ ନାହିଁ। ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ କେଉଁଠାରେ ଦେଖାଯିବ? ଯେଉଁ ଅଞ୍ଚଳ ଦେଇ ପୂର୍ଣ୍ଣ ଗ୍ରହଣର ପଥ ଯିବ ସେଠାରେ କିଛି ସମୟ ପାଇଁ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କି ଦେବ। ଏହି ସମୟରେ ଦିନର ଆକାଶରେ ସାଧାରଣ ଭାବେ ଅନ୍ଧକାର ଦେଖାଯିବ ଏବଂ ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳ କୋରୋନା ଦେଖିବାର ସୁଯୋଗ ମିଳିବ। ଏହି ପୂର୍ଣ୍ଣ ଗ୍ରହଣର ସର୍ବାଧିକ ପୂର୍ଣ୍ଣତା ପ୍ରାୟ 2 ମିନିଟ୍ 18 ସେକେଣ୍ଡ ପର୍ଯ୍ୟନ୍ତ ରହିବ ବୋଲି ଖଗୋଳୀୟ ତଥ୍ୟରୁ ଜଣାପଡୁଛି। ଏହା କାହିଁକି ଘଟେ? ସୂର୍ଯ୍ୟପରାଗ ସେତେବେଳେ ହୁଏ ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଆସି ସୂର୍ଯ୍ୟଙ୍କ ଆଲୋକକୁ କିଛି ସମୟ ପାଇଁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦିଏ। ପୂର୍ଣ୍ଣ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟର ଦୃଶ୍ୟମାନ ଅଂଶକୁ ସମ୍ପୂର୍ଣ୍ଣ ଢାଙ୍କି ଦିଏ। ଭାରତରେ ସୂତକ ଲାଗିବ କି? ଏଠାରେ ମଧ୍ୟ ଏକ କଥା ସ୍ପଷ୍ଟ ଜାଣିବାକୁ ଦରକାର। ପାରମ୍ପରିକ ଜ୍ୟୋତିଷ ଓ ଧାର୍ମିକ ପରମ୍ପରାରେ ସୂତକ ସମ୍ପର୍କରେ ବିଭିନ୍ନ ମତ ରହିଛି, କିନ୍ତୁ ବୈଜ୍ଞାନିକ ଭାବେ ଦେଖିଲେ ଭାରତରୁ ଏହି ଗ୍ରହଣ ଦୃଶ୍ୟମାନ ନୁହେଁ। ତେଣୁ ଏହାକୁ ନେଇ ଆଞ୍ଚଳିକ ପାଞ୍ଜିକା କିମ୍ବା ଧାର୍ମିକ ପରମ୍ପରା ଅନୁସାରେ ନିଷ୍ପତ୍ତି ନେବା ଉଚିତ। ଆଉ ଗୋଟିଏ ଜରୁରୀ ସତର୍କତା, ଯେଉଁ ଅଞ୍ଚଳରୁ ସୂର୍ଯ୍ୟପରାଗ ଦେଖାଯିବ ସେଠାରେ ସୁରକ୍ଷା ବିନା ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ଆଖି ପାଇଁ ବିପଦଜନକ ହୋଇପାରେ। ବିଶେଷ ସୂର୍ଯ୍ୟପରାଗରେ ଚଷମା କିମ୍ବା ଉପଯୁକ୍ତ ସୋଲାର ଫିଲ୍ଟର ବ୍ୟବହାର କରିବା ଆବଶ୍ୟକ। ତେଣୁ 12 ଅଗଷ୍ଟ ଏହି ମହାଜାଗତିକ ଘଟଣା ନିଶ୍ଚିତ ଭାବେ ବିରଳ ଓ ଚମତ୍କାର। କିନ୍ତୁ ମନେ ରଖନ୍ତୁ, ଭାରତରୁ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ ନାହିଁ। 12 ଅଗଷ୍ଟ 2026ର ସୂର୍ଯ୍ୟପରାଗକୁ ନେଇ ଏବେ ସାରା ବିଶ୍ୱରେ ଖଗୋଳନ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି। ଏହି ଦିନ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାରେ ଏପରି ଭାବରେ ଆସିବ ଯେ କିଛି ଅଞ୍ଚଳରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଯିବ। ପୂର୍ଣ୍ଣ ଗ୍ରହଣ ସମୟରେ ଯେଉଁ ଅଞ୍ଚଳରେ ଚନ୍ଦ୍ରର ଛାୟା ପଡ଼ିବ ସେଠାରେ ଦିନ ବେଳେ କିଛି ସମୟ ପାଇଁ ରାତି ଭଳି ପରିବେଶ ସୃଷ୍ଟି ହୋଇପାରେ। ତାପମାତ୍ରାରେ ମଧ୍ୟ ସାମୟିକ ପରିବର୍ତ୍ତନ ଅନୁଭବ ହୋଇପାରେ ଏବଂ କିଛି ପକ୍ଷୀ ଓ ପଶୁଙ୍କ ବ୍ୟବହାରରେ ମଧ୍ୟ ଅଳ୍ପ ସମୟରେ ପରିବର୍ତ୍ତନ ଦେଖାଯାଇପାରେ। କିନ୍ତୁ ଭାରତୀୟ ଦର୍ଶକଙ୍କ ପାଇଁ ସବୁଠାରୁ ବଡ଼ କଥା ହେଉଛି ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ ନାହିଁ। ତେଣୁ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଲୋକମାନେ ଆକାଶରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିପାରିବେ ନାହିଁ। ତଥାପି ଏହି ଘଟଣା ଲାଇଭ୍ ଭିଡିଓ କିମ୍ବା ଖଗୋଳୀୟ ସ୍ଥାନଗୁଡ଼ିକରେ ପ୍ରସାରଣ ମାଧ୍ୟମରେ ଏହାକୁ ଦେଖିବାର ସୁଯୋଗ ମିଳିପାରେ। ଆଉ ଏକ କଥା ମନେ ରଖନ୍ତୁ, ସୂର୍ଯ୍ୟପରାଗ ଏକ ସ୍ୱାଭାବିକ ଖଗୋଳୀୟ ଘଟଣା, ଯାହାକୁ ନେଇ ସୋସିଆଲ ମିଡିଆରେ ଚାଲୁଥିବା ଅନ୍ଧବିଶ୍ୱାସ କିମ୍ବା ଭୟ ସୃଷ୍ଟି କରୁଥିବା ଦାବିକୁ ତଥ୍ୟ ଯାଞ୍ଚ ନକରି ବିଶ୍ୱାସ କରନ୍ତୁ ନାହିଁ। ତେବେ ଏହି ଗ୍ରହଣ କେତେ ସମୟ ରହିବ, କେଉଁ କେଉଁ ଦେଶରୁ ସମ୍ପୂର୍ଣ୍ଣ ଗ୍ରହଣ ଦେଖାଯିବ ଏବଂ ଭାରତର ପରବର୍ତ୍ତୀ ଦୃଶ୍ୟମାନ ସୂର୍ଯ୍ୟପରାଗ କେବେ ହେବ, ଏହିସବୁ ତଥ୍ୟ ଆମେ ପରବର୍ତ୍ତୀ ଭାଗରେ ଜାଣିବା। ରହୁଛୁ, ନମସ୍କାର।